କର୍ମ ଉପରେ ବିଶ୍ୱାସ ରଖନ୍ତୁ। ଲୋକମାନଙ୍କ କଥାରୁ କ'ଣ ମିଳିବ? ସେମାନେ ଗୋଟିଏ ମୁହୂର୍ତ୍ତରେ ପ୍ରଶଂସା କରି ପୋତି ଦେଇଥିବେ, ଆଉ ଗୋଟିଏ ମୁହୂର୍ତ୍ତରେ ଆପଣଙ୍କୁ ନିନ୍ଦାରେ ଭସେଇ ଦେବେ। ଓମ୍ ବିଷ୍ଣବେ ନମଃ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଯାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2026 ଜାନୁଆରୀ ମାସ 15 ତାରିଖ, ଓଡ଼ିଆ ମାଘ ମାସ 2 ଦିନ, ଗୁରୁବାର, କୃଷ୍ଣ ପକ୍ଷ ଦ୍ୱାଦଶୀ ତିଥି, ଯାହା ରାତ୍ରି 10:14 ପର୍ଯ୍ୟନ୍ତ ରହୁଛି। ତାପରେ ତ୍ରୟୋଦଶୀ ତିଥି ଆରମ୍ଭ ହେଉଛି। ଆଜି ଜ୍ୟେଷ୍ଠା ନକ୍ଷତ୍ର, ଯାହା ଅହରାତ୍ରି ପର୍ଯ୍ୟନ୍ତ ରହୁଛି। ଆଜି ବିଛା ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 6:26 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 5:22। ଆଜି ଯୁଗ୍ନି ରହିଛି ନୈಋତ୍ୟ କୋଣରେ। ରାତ୍ରି 10:14 ପରେ ଯୁଗ୍ନି ଦକ୍ଷିଣ କୋଣରେ ରହିବ। ଆଜି ଘାତ ଚନ୍ଦ୍ର କୌଣସି ରାଶିରେ ନାହିଁ। ଆଜି ଘାତ ବାର ରହିଛି ତୁଳା ରାଶି ବ୍ୟକ୍ତି ଏବଂ କୁମ୍ଭ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର ରାତ୍ରି 10:14 ମଧ୍ୟ ରହିଛି ଏକ ପାଦ ପୁଷ୍କର ଦୋଷ। ଫଳ ରହୁଛି ପଶୁହାନି। ଆଜି ଦ୍ୱାଦଶୀରେ ଶ୍ରାଦ୍ଧ। ନିଷିଦ୍ଧ ଖାଦ୍ୟ ରହିଛି ପୁଇ, ତତ୍ସହିତ ବାଇଗଣ ଭୋଜନ ନିଷେଧ ରହିଛି। ଆଜି ଯାହାକି ପୂର୍ବ ଦିନ ଯେଉଁମାନେ ଏକାଦଶୀ କରିଥିବେ, ସେମାନେ ଆଜି ପ୍ରାପ୍ତ ସ୍ନାନ ପରେ ଏକାଦଶୀର ଯାହାକି ଶୁଭ ସମୟ ଦେଖି ପାରାୟଣ କରିବେ। ଆଜି କନ୍ୟା ଯଦି ପ୍ରଥମ ରଜବତୀ ହେଲା, ତେବେ 10 ମାସ ଗଣ୍ଡ ଦୋଷ ଲାଗିବ। ଆଜିର ଅଶୁଭ ବେଳା, ଯାହା ଦିବା 1:22 ଦିବା 2:44 ମଧ୍ୟ ରହିଛି ରାହୁ କାଳ। ସେହିଭଳି ଦିବା 3:54 ଅପରାହ୍ନ 5:22 ମଧ୍ୟ ରହିଛି କାଳ ବେଳା ସହିତ ବାର ବେଳା। ସେହିଭଳି ରାତ୍ରି 11:37 ରାତ୍ରି 1:11 ମଧ୍ୟ ରହିଛି କାଳ ରାତ୍ରି। ତେଣୁ ଏହି ଅଶୁଭ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ ଦିବା 8:02 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 10:26 ଦିବା 12:50 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ଏବେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି, ଆଜି ଦିନଟି ଆପଣ ଯଥା ସମ୍ଭବ ନିଜର କାର୍ଯ୍ୟ ନିଶ୍ଚିତ ତ୍ରୁଟି ହୋଇପାରେ। ତେଣୁ ସେ ତ୍ରୁଟିକୁ ଦୂର କରିବା ପାଇଁ ଆପଣ ନିଶ୍ଚିତ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଜି ନିଜର କର୍ମକ୍ଷେତ୍ରରେ ସଂଗଠିତ ହୋଇ କାର୍ଯ୍ୟ କରନ୍ତୁ। ଅଧିକ ଗୁରୁତ୍ୱ ଦିଅନ୍ତୁ। କାର୍ଯ୍ୟରେ ଧୈର୍ଯ୍ୟ ନିହାତି ଆବଶ୍ୟକତା ରହିଛି ମେଷ ରାଶି ବ୍ୟକ୍ତି। ଆଜି ମେଷ ରାଶି ବ୍ୟକ୍ତି ଚାକିରି ସମ୍ବନ୍ଧରେ ଯେଉଁମାନେ କାର୍ଯ୍ୟ କରୁଛନ୍ତି, ସେମାନେ ନିଜର ଅନେକ ପ୍ରକାର ଚ୍ୟାଲେଞ୍ଜ ଆସିବ ଏବଂ ଚ୍ୟାଲେଞ୍ଜ ଭିତରେ ଆପଣଙ୍କୁ ଚାପ ଯେଉଁ ଆସିବ, ଆପଣ ସେଥିରେ ନିଶ୍ଚିତ ନିଜର କାର୍ଯ୍ୟ ଭୁଲ କରିବାର ଅନେକ ଚାନ୍ସ ରହୁଛି। ତେଣୁ ଧ୍ୟାନ ଦେଇ ନିଜର କାର୍ଯ୍ୟ କରନ୍ତୁ ଏବଂ ପ୍ରତ୍ୟେକ କାର୍ଯ୍ୟ ସଚେତନ ସହକାରେ ଏବଂ ପୂର୍ବରୁ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରିଲେ ଆପଣ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ ମେଷ ରାଶି ବ୍ୟକ୍ତି। ଆଜି ମେଷ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଟିକେ ପଦମର୍ଯ୍ୟାଦା ବିଶେଷ ଭଲ ହୋଇନପାରେ। ତେବେ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ଦିନଟା ବିଶେଷ ଭଲ ହବାର ସୁଯୋଗ ନାହିଁ। ଆଜି ମେଷ ରାଶି ବ୍ୟକ୍ତିଙ୍କର ପ୍ରେମ ଦୁନିଆରେ ଆପଣଙ୍କର ଜୀବନ ସାଥୀଙ୍କ ଅଧିକ ସମୟ ଦେଇ ନ ପାରନ୍ତି। ସେଥିପାଇଁ ଆପଣଙ୍କର ପରସ୍ପର ଭାବନାରେ ଅଣଦେଖା ହୋଇପାରେ।
আজি মেଷ ରାଶି ବ୍ୟକ୍ତି ପାରିବାରିକ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ପାରିବାରିକ ସମ୍ପର୍କ ଅସ୍ଥିରତା ଆଡ଼କୁ ଅଗ୍ରଗତି କରିପାରେ। ତେବେ ଆଜି ମେଷ ରାଶି ବ୍ୟକ୍ତି ଆପଣ ନିଶ୍ଚିତ ଯେଉଁମାନେ ଆପଣଙ୍କ ବିରୁଦ୍ଧରେ କିଛି କାର୍ଯ୍ୟକଳାପ କରୁଥିବେ ସେମାନଙ୍କୁ ମାତ ଦେବା ପାଇଁ ଆଜି ଦିନଟି ଉତ୍ତମ ଦିନ ହୋଇପାରେ। ଆଜି ମେଷ ରାଶି ବ୍ୟକ୍ତି ଅର୍ଥ କାରବାରରେ ଆପଣ ନିଶ୍ଚିତ ସଫଳତା ପାଇବେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣାପଡୁଛି। ବିଶେଷ କରି ବିଜନେସରେ ଲାଭ ହେବାର ସମ୍ଭବ ରହିଛି। ଆଜି ମେଷ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ନାନା ପ୍ରକାର ସମସ୍ୟା ଆପଣଙ୍କୁ ଅଶାନ୍ତି କରିପାରେ ବା ଆପଣଙ୍କୁ ବିଭିନ୍ନ ପ୍ରକାର ପୀଡ଼ା ଅନୁଭବ କରିପାରନ୍ତି। ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ଆହୁରି ଅଧିକ କଷ୍ଟ ହୋଇପାରେ। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 1, ଭାଗ୍ୟ ରଙ୍ଗ ରହୁଛି ନାଲି ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 55% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ ଆପଣ ଧ୍ୟାନ ସହକାରେ କରିଲେ ସମସ୍ତ କାର୍ଯ୍ୟ ସୁଫଳ ହେବ। ଆପଣଙ୍କର ଆଜି ମାନସିକ ସ୍ତର ସକାରାତ୍ମକ ଭାବନାରେ ଭରପୁର ରହିବ। ଆଜି ବୃଷ ରାଶି ବ୍ୟକ୍ତି ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କ ପାଇଁ ସୁଖର ପ୍ରଦାନ କରିବ ଆପଣଙ୍କ ଭାଗ୍ୟ ରାଶିରୁ ଯାହା ଜଣାପଡୁଛି। ତେବେ ଆଜି କିଛି କାର୍ଯ୍ୟରେ ଆପଣଙ୍କୁ ପ୍ରତିବନ୍ଧକ ମଧ୍ୟ ଆସିପାରେ, ଯାହା ପାଇଁ ଆପଣଙ୍କୁ ଧ୍ୟାନ ରହିବାର ଆବଶ୍ୟକତା ରହିଛି। ଆଜି ବୃଷ ରାଶି ବ୍ୟକ୍ତି ଯେଉଁମାନେ ଚାକିରି ସମ୍ବନ୍ଧରେ କାର୍ଯ୍ୟ କରୁଛନ୍ତି ସେମାନଙ୍କର ଆଜି ସମସ୍ତ କାର୍ଯ୍ୟ ସକାରାତ୍ମକ ରହିବ ଏବଂ ନିଜର କାର୍ଯ୍ୟ କୌଶଳ ଦ୍ୱାରା ସମସ୍ତଙ୍କ ମନ ଜିଣିବାର ଅନେକ ଚାନ୍ସ ରହୁଛି। ଆଜି ବୃଷ ରାଶି ବ୍ୟକ୍ତି ଆପଣଙ୍କର ପାରିବାରିକ ସମ୍ପର୍କ ଭଲ ରହିବ ଏବଂ ମଧୁର ବାର୍ତ୍ତାଳାପ ରହିବ। ମିଠା ବା କଥାବାର୍ତ୍ତା ଦ୍ୱାରା ସମସ୍ତଙ୍କ ହୃଦୟ ଜିଣିବାର ଏକ ଉତ୍ତମ ଦିନ ହୋଇପାରେ। ଆଜି ବୃଷ ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଆପଣ ବହୁତ ରୋମାଣ୍ଟିକ ପରିବେଶ ସୃଷ୍ଟି କରିପାରେ ଏବଂ ଆଜି ଭଲ ବୁଝାମଣା ଦୁଇ ଜଣଙ୍କ ଭିତରେ ରହିବ ଏବଂ ବହୁତ ପ୍ରେମ ବାର୍ତ୍ତାଳାପ ମଧ୍ୟ କରିପାରନ୍ତି। ଆଜି ବୃଷ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉତ୍ତମ ଶୁଭ ଯୁଗ ରହିଛି। ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ କୃତ କାର୍ଯ୍ୟ କରିବାର ଅନେକ ଚାନ୍ସ ରହୁଛି। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଯେଉଁମାନେ କାର୍ଯ୍ୟ କରୁଛନ୍ତି ସେମାନଙ୍କର ଆଜି ପ୍ରତିଷ୍ଠା ଲାଭ କରିବାର ସୁଯୋଗ ଦଉଛି। ଆଜି ବୃଷ ରାଶି ବ୍ୟକ୍ତି ଅର୍ଥଜନିତ ବେପାର ବାଣିଜ୍ୟରେ ଯେଉଁମାନେ କାର୍ଯ୍ୟ କରୁଛନ୍ତି ନିଶ୍ଚିତ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ରହୁଛି। ତେଣୁ ଅର୍ଥଜନିତ ଯେକୌଣସି ଡିସିସନ ନେବା ଆପଣଙ୍କ ପାଇଁ ଲାଭଦାୟକ ହେବ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କର ରହିବ ନାହିଁ। ଆଜି ମାନସିକ ସ୍ତରରେ ମଧ୍ୟ ଆପଣ ପୂର୍ଣ୍ଣ ସୁସ୍ଥ ରହିବେ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 7, ଭାଗ୍ୟ ରଙ୍ଗ ରହୁଛି ବାଇଗଣୀ ରଙ୍ଗ ୟୁଜ୍ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 70% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ଦିନ ରହୁଛି। ସମସ୍ତ କାର୍ଯ୍ୟରେ ଆପଣଙ୍କର ସକଳ ପ୍ରକାର ସୁଖ ପ୍ରାପ୍ତ ଯୋଗ ବନଉଛି। ଆଜି ନୂତନ କାର୍ଯ୍ୟରେ ଆପଣ ଯୋଗ ଦେଇପାରନ୍ତି କିଛି। ତତ୍ସହିତ ଆପଣଙ୍କର ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ମିଥୁନ ରାଶି ବ୍ୟକ୍ତିଙ୍କ ପାଇଁ ଉତ୍ତମ ଦିନ ହେଉଛି। ଆଜି ନିଜର ଇଚ୍ଛା ଅନୁସାରେ ସମସ୍ତ କାର୍ଯ୍ୟ ପୂରଣ କରିବାର ଏକ ଉତ୍ତମ ଦିନ ବନେଇପାରେ। ଆଜି ମିଥୁନ ରାଶି ବ୍ୟକ୍ତି ଅଫିସ ଜନିତ କାର୍ଯ୍ୟରେ ଯଦି ଜଡ଼ିତ ଅଛନ୍ତି ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କ କୌଶଳ ଦ୍ୱାରା ଉପରସ୍ଥ କର୍ମଚାରୀ ଆପଣଙ୍କୁ ନିଶ୍ଚିତ ପ୍ରଶଂସା କରିବାର ସୁଯୋଗ ମିଳିପାରେ ମିଥୁନ ରାଶି ବ୍ୟକ୍ତିଙ୍କର। ଆଜି ମିଥୁନ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉତ୍ତମ ଦିନ ବନଉଛି, ଯାହା ଆପଣଙ୍କ ଭାଗ୍ୟ ଗ୍ରହରୁ ଜଣା ପଡୁଛି। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଇଣ୍ଟରଭ୍ୟୁ ଥିଲେ ନିଶ୍ଚିତ ସେଥିରେ ସକ୍ସେସଫୁଲ ହେବେ, ଯାହା ଆପଣଙ୍କ ଗ୍ରହ ଚକ୍ରରୁ ଜଣା ପଡୁଛି। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ ଯେଉଁମାନେ ଜଡ଼ିତ ଅଛନ୍ତି ନିଶ୍ଚିତ ଆପଣଙ୍କର ପ୍ରତିଷ୍ଠା ଲାଭ କରିବାର ଉତ୍ତମ ଯୁଗ ବନଉଛି। ଆଜି ମିଥୁନ ରାଶି ବ୍ୟକ୍ତି ପ୍ରେମ ସମ୍ବନ୍ଧରେ ଆପଣଙ୍କୁ ଆଜି ରୋମାଣ୍ଟିକ ପରିବେଶ ସୃଷ୍ଟି କରିପାରେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମିଥୁନ ରାଶି ବ୍ୟକ୍ତି ପାରିବାରିକ ସମ୍ପର୍କ ଭଲ ରହିବ ଏବଂ ନିଜ ଭିତରେ ବହୁତ ମଧୁରତା ସମ୍ପର୍କ ଦେଖାଦେବ। ଆଜି ମିଥୁନ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଯେଉଁମାନେ ଜଡ଼ିତ ଅଛନ୍ତି
ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ରହୁଛି। ତତ୍ସହିତ ଅର୍ଥଜନିତ ଯେକୌଣସି ନିଷ୍ପତ୍ତି ନେବା ପାଇଁ ଆଜି ଉତ୍ତମ ଦିନ ବନଉଛି। ଆଜି ମିଥୁନ ରାଶି ବ୍ୟକ୍ତି ଆପଣ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ପୂର୍ଣ୍ଣ ସୁସ୍ଥ ରହିବେ। କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କର ରହିବ ନାହିଁ। ଆଜି ମାନସିକ ସ୍ତରରେ ମଧ୍ୟ ଆପଣ ପୂର୍ଣ୍ଣ ସୁସ୍ଥ ରହିବେ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 5, ଭାଗ୍ୟ ରଙ୍ଗ ରହୁଛି ଧଳା ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟକୁ ଆପଣଙ୍କୁ ଧୈର୍ଯ୍ୟ ସହକାରେ କାର୍ଯ୍ୟ କରିବାକୁ ପଡିବ। ସଠିକ ଯୋଜନା ପ୍ରସ୍ତୁତ କରି ନିଜର କାର୍ଯ୍ୟ କୌଶଳ ଦ୍ୱାରା ସମସ୍ତ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି। କୌଣସି ନୂତନ ଯୋଜନା କିମ୍ବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ, କାରଣ ଆଜି ଯଦି ସେ ନିଷ୍ପତ୍ତି ନେଉଛନ୍ତି ପରବର୍ତ୍ତୀ ଷ୍ଟେପରେ ଆପଣଙ୍କୁ ଭାରି ମହଙ୍ଗା ପଡିପାରେ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଯାହାକି ଚାକିରି ସମ୍ବନ୍ଧରେ କାର୍ଯ୍ୟ ଯୋଉମାନେ କରୁଛନ୍ତି ସାବଧାନ ସହକାରେ କାର୍ଯ୍ୟ କରନ୍ତୁ। କୌଣସି ଯୁକ୍ତିତର୍କ କଳହ କରନ୍ତୁ ନାହିଁ ଏବଂ ଆବଶ୍ୟକ ସ୍ଥଳେ ନିଜର କାର୍ଯ୍ୟକୁ ସମ୍ପାଦନା କରିବା ପାଇଁ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରନ୍ତୁ। ଆଜି କର୍କଟ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ବିଶେଷ ଭଲ ଦିନ ହୋଇନପାରେ। ତେବେ ରାଜନୈତିକ ସାମାଜିକ କ୍ଷେତ୍ରରେ ବ୍ୟକ୍ତି ମାନଙ୍କର ଆଜି ଆଦୌ ଭଲ ଦିନ ହୋଇନପାରେ। ଆଜି ଆପଣଙ୍କର ବନ୍ଧୁ ବିରୋଧୀ ଯୁଗ ରହୁଛି, ତେଣୁ କର୍କଟ ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଆଜି କର୍କଟ ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି ସେମାନଙ୍କର ଆଜି ପ୍ରେମ ସମ୍ବନ୍ଧ ଖରାପ ହବାର ଅନେକ ଯୁଗ ବନଉଛି। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ପାରିବାରିକ ସମ୍ପର୍କ ଯାହାକି ନିଜ ଭିତରେ ମତଭେଦ ଦେଖାଦେବାର ଅନେକ ଚାନ୍ସ ରହୁଛି ଏବଂ କଳହ ଯୁକ୍ତ ରହୁଛି। ତେଣୁ ଏହା ପ୍ରତି ନିଶ୍ଚିତ କର୍କଟ ରାଶି ବ୍ୟକ୍ତି ସାବଧାନ ରୁହନ୍ତୁ। ଆଜି କର୍କଟ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଧ୍ୟାନ ପୂର୍ବକ ନିଜର ଅର୍ଥ ଯାହାକି ଯୋଉଠି ପରିଚାଳନା କରନ୍ତୁ କିମ୍ବା ବେପାର ବାଣିଜ୍ୟ ଯଦି କରୁଛନ୍ତି ଆବଶ୍ୟକ ସ୍ଥଳେ ପୂର୍ଣ୍ଣ ବୁଦ୍ଧି ପ୍ରୟୋଗ କରନ୍ତୁ। କୌଣସି ରିସ୍କଫୁଲ କାର୍ଯ୍ୟ କରନ୍ତୁ ନାହିଁ, ନହେଲେ କର୍କଟ ରାଶି ବ୍ୟକ୍ତିଙ୍କ ପାଇଁ ଭାରି ଲସ୍ ହବାର ଚାନ୍ସ ରହୁଛି। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଅନେକ ପ୍ରକାର ପୀଡା ଯାହାକି ଆପଣଙ୍କୁ ଭୋଗିବାକୁ ପଡିପାରେ। ତେଣୁ ନିଶ୍ଚିତ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ପୂର୍ବରୁ ଯଦି ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା କିଛି ଥିବ ଆଜି ଆହୁରି ଆପଣଙ୍କୁ ଅନେକ ପ୍ରକାର ପୀଡା ଆହୁରି ଦେଖାଦେବ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 4, ଭାଗ୍ୟ ରଙ୍ଗ ରହୁଛି ଯାହାକି ଧୂସର ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 25% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ଆପଣଙ୍କର କାର୍ଯ୍ୟ କିଛି ମାତ୍ରାରେ ଅସ୍ଥିରତା ରହିପାରେ। ତେଣୁ ସିଂହ ରାଶି ବ୍ୟକ୍ତି ଧୈର୍ଯ୍ୟ ସହକାରେ ପ୍ରତ୍ୟେକ କାର୍ଯ୍ୟ କରନ୍ତୁ। ଆବଶ୍ୟକ ସ୍ଥଳେ ଆପଣ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରିଲେ ସମସ୍ତ କାର୍ଯ୍ୟ ଆପଣଙ୍କର ସଫଳତା ଆଡକୁ ଅଗ୍ରଗତି କରିବ। ଆଜି ସିଂହ ରାଶି ବ୍ୟକ୍ତି ବିଶେଷ କରି ଆପଣଙ୍କର ଚାକିରି ସମ୍ବନ୍ଧର କାର୍ଯ୍ୟ ଗୁଡିକୁ ଆପଣଙ୍କୁ ଭାରି ଚାପ ଦେଖା ଦେଇପାରେ, କିନ୍ତୁ ଧୈର୍ଯ୍ୟ ସହକାରେ ଯଦି କାର୍ଯ୍ୟ କରିବେ ଆପଣ ସମସ୍ତ ପ୍ରକାର ଚ୍ୟାଲେଞ୍ଜକୁ ସାମ୍ନା କରି ନିଜର କାର୍ଯ୍ୟ ସଫଳତା ଆଡକୁ ଅଗ୍ରଗତି କରିବେ। ଆଜି ସିଂହ ରାଶି ବ୍ୟକ୍ତି ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଅସ୍ଥିରତା ଦେଖା ଦେଇପାରେ, କିନ୍ତୁ ଆପଣ ଯଦି ଧୈର୍ଯ୍ୟ ସହକାରେ ନିଜର କାର୍ଯ୍ୟ କରିବେ ନିଶ୍ଚିତ ଆଗକୁ ବଢିବାର ପୂର୍ଣ୍ଣ ସୁଯୋଗ ଦେଇପାରେ। ଆଜି ସିଂହ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଭାଗ୍ୟ ଗ୍ରହ ମଧ୍ୟମ ଧରଣରେ ରହିଛି। ଆଜି ସିଂହ ରାଶି ବ୍ୟକ୍ତି ଯାହାକି ଆପଣ କିଛି ଜାଗା କିଣିବାର ବା ଜମି ଜମା କାର୍ଯ୍ୟରେ ଯଦି କିଛି କରିବା ପାଇଁ ଚାହୁଁଛନ୍ତି ତାହା ଆପଣଙ୍କ ପାଇଁ ଉତ୍ତମ ଦିନ ସବୁଠାରୁ ଆଜି ହୋଇପାରେ। ସିଂହ ରାଶି ବ୍ୟକ୍ତିଙ୍କର ଆଜି ସିଂହ ରାଶି ବ୍ୟକ୍ତିଙ୍କର ଯାହାକି ପ୍ରେମ ଦୁନିଆରେ ଆପଣଙ୍କର ଭାଗ୍ୟ ଶୁଭ ଯୁଗରେ ରହିଛି, ଏକ ରୋମାଣ୍ଟିକ ପରିବେଶ ସୃଷ୍ଟି କରିପାରେ। ତେବେ ସିଂହ ରାଶି ବ୍ୟକ୍ତି ଆଜି ପାରିବାରିକ ସମ୍ପର୍କ ନିଜ ଭିତରେ ମଧୁରତା ଦେଖାଦେବାର ଅନେକ ଚାନ୍ସ ରହୁଛି। ଆଜି ସିଂହ ରାଶି ବ୍ୟକ୍ତି ନିଶ୍ଚିତ ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ରହୁଛି। ତେଣୁ ଅର୍ଥଜନିତ କାରବାର ଆପଣ ନିଶ୍ଚିତ ଲାଭଦାୟକ ସୁଯୋଗ ରହୁଛି। ତେଣୁ ଏହା ପ୍ରତି ନିଶ୍ଚିତ ଧ୍ୟାନ ଦେବାର ଆବଶ୍ୟକତା ରହିଛି ସିଂହ ରାଶି ବ୍ୟକ୍ତିଙ୍କର।
आज सिंह राशि व्यक्तिंकर स्वास्थ्यगत दृष्टि देखिले आपणकर स्वास्थ्य अस्थिरता देखा देबो जहाँकि स्वास्थ्य आपण विभिन्न प्रकार रोग पीड़ा आसीपारे विशेष कर चक्षु जनित समस्या पूर्वर जदि थिबो आज ताहार अनेक प्रकार प्रॉब्लम आपण को सामना करबा को पड़िबो तेणु चक्षु जनित किछि जदि समस्या सिंह राशि व्यक्तिंकर आसे निश्चित आज डॉक्टर परामर्श नियंतु सिंह राशि व्यक्ति आज सिंह राशि व्यक्तिंकर भाग्य संख्या रही 1 भाग्य रंग रहुछि आपण सुनेली रंग यूज करि परिबे एवं ग्रह माने आपण को आज 50% साथ दउछंती। एबे चलंतु जानिबा कन्या राशि व्यक्तिंक विषय। कन्या राशि व्यक्ति आज प्रत्येक कार्य आपण को हिसाब रे हेबो ग्रह माने आपण को पूर्ण शुभयुग स्थिति रे रहुछि तेणु आपण बहुत आज खुशी आनंदित होबार अनेक चांस रहुछि। आज आपणकर भाग्य सफलता शीर्ष रे पहुंचई देबो आपणको तत्सहित निजर कार्य दक्षता द्वारा समस्तकर दृष्टि आकर्षण करि पारंती कन्या राशि व्यक्ति। तेबे कन्या राशि व्यक्ति जो माने चाकरी संबंध रे जड़ित अछंती निश्चित उच्च कर्मचारी ठारे आपणकर आंतरिकता देखा देबो एवं निश्चित उच्च कर्मचारी ठारू आपण प्रशंसा पाइबार योग्य बनै जिबे तत्सहित निजर लक्ष्य स्थले पहुंचीबे कन्या राशि व्यक्ति एवं आज निजर गुरुत्वपूर्ण निष्पत्ति नबा पई उत्तम दिन होई पारे। तेबे राजनीतिक सामाजिक क्षेत्र रे कन्या राशि व्यक्तिंकर आज प्रतिष्ठा लाभ करिबा सहित निजर दक्षता परिप्रकाश करि पारंती। आज कन्या राशि व्यक्तिंकर शिक्षार्थी विद्यार्थी मानक पई उत्तम युग रहुची तेणु इंटरव्यू एग्जाम थिले निश्चित सेथिरे कृत कार्य करिवार अनेक चांस रहुची। आज कन्या राशि व्यक्तिंकर प्रेम संबंध रे आपणको भाग्य निम्नगामी घर रहुची तेणु प्रेम संबंध रे केतेकांश रे अस्थिरता देखा देई पारे जहा विशेष करी नुआ नुआ जो माने मैरिज करूछंती बा नुआ नुआ जहा की मैरिज करिवा पई स्थिति रखिचंती सेमानंकर कलह होबार अनेक चांस रहुची तेणु यह प्रति निश्चित मिथुन राशि व्यक्ति सचेतन रुहंतु। आज मिथुन राशि व्यक्ति पारिवारिक दृष्टि देखिले आपणकर आज पुत्र तत्सहित कन्या किंबा परिवार वर्गों सहित अनेक झगड़ा होबार चांस रहुची वाद विवाद देखा देबो तेणु यह प्रति निश्चित सावधान रुहंतु कन्या राशि व्यक्ति। आज कन्या राशि व्यक्तिंकर जहा कि व्यापार वाणिज्य रे आपण अनेक प्रकार लाभ प्राप्त करिवार सुजोग दउछि निश्चित जहा आपणक भाग्य राशि जना पडुछि। तेबे स्वास्थ्यगत दृष्टि देखिले आपण पूर्ण सुस्थ रहिबे कौनसी स्वास्थ्य समस्या आपणकर रहिबो नाही। आज कन्या राशि व्यक्तिंकर भाग्य संख्या रहिछि 8 भाग्य रंग रहुछि जहा कि गाढ़ नील रंग यूज करि परिबे एवं ग्रह माने आपणको आज 75% साथ दउचंती। चलंतु जानिबा तुला राशि व्यक्ति विषय। तुला राशि व्यक्ति आज आपणकर भाग्य ग्रह मध्यम धरण रे रहिछि। आज प्रत्येक कार्य निजर स्वच्छता आनी समस्त कार्य पूर्ण सफलता करिबा पई निश्चित चेष्टा करंतु। आज तुला राशि व्यक्ति कर्म क्षेत्र रे सफलता पाइबा सहित चाकरी संबंध रे धैर्य सहकारे कार्य करंतु। उपरस्थ कर्मचारी कथा निश्चित मानतु जदि न मानिबे आपण गाली एवं निज भितर जुक्ति तर्क हबार अनेक चांस रहुची। आज तुला राशि व्यक्ति आपणकर राजनीतिक सामाजिक क्षेत्र रे आपणकर प्रतिष्ठा लाभ हबार चांस रहुची। तेबे आज तुला राशि व्यक्ति आपण शिक्षार्थी विद्यार्थी मानक पई आज किछि मात्रा रे सफलता युग रहुची किंतु आज तुला राशि व्यक्ति कौनसी नूतन कार्य करंतु नाही कारण आपण नूतन कार्य जदि करूचंती आपण को विभिन्न प्रकार बाधा उपजी पारे। आज तुला राशि व्यक्तिंकर जहा कि प्रेम संबंध रे आपणकर भाग्य आज जहा कि अनेक प्रकार रोमांटिक परिवेश सृष्टि करि पारे निज भितर भलो संपर्क रहिबार अनेक चांस रहुची। आज तुला राशि व्यक्ति जहा कि पारिवारिक दृष्टि देखिले आपणकर जहा कि परिवार सुख समृद्धि आज वृद्धि करिवो जहा कि निज भितरे आज अनेक मधुरता देखा देबो पूर्वरु जदि किछि कलह युक्त थिबो आज ताहार समाधान हेबो। आज
ତୁଳା ରାଶି ବ୍ୟକ୍ତିଙ୍କର ବେପାର ବାଣିଜ୍ୟରେ ଆପଣଙ୍କର ଭାଗ୍ୟ ଆଜି ମଧ୍ୟମ ଧରଣରେ ରହିଛି। ଆପଣଙ୍କୁ ଧ୍ୟାନ ପୂର୍ବକ ଯଦି ନିଜର କାର୍ଯ୍ୟ କରିବେ ତେବେ ନିଶ୍ଚିତ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ଦେଇପାରେ। ତେବେ ଅର୍ଥଜନିତ କୌଣସି ରିସ୍କଫୁଲ କାର୍ଯ୍ୟ କରନ୍ତୁ ନାହିଁ, କାରଣ ଅନେକ ପ୍ରକାର ରିସ୍କଫୁଲ ଆପଣଙ୍କର ଭାଗ୍ୟ ଯାହାକି ମଧ୍ୟମ ଧରଣରେ ରହୁଛି ଅର୍ଥଜନିତ କାରବାରରେ। ତେଣୁ ଆପଣଙ୍କୁ କେତେକାଂଶରେ ମଧ୍ୟ ବିଫଳତା ସାମ୍ନା କରିବାକୁ ପଡିପାରେ। ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 6। ଭାଗ୍ୟ ରଙ୍ଗ ରହୁଛି ଆପଣ ମିଶ୍ରିତ କଳା ରଙ୍ଗ ୟୁଜ୍ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 65% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଆଦୌ ଭଲ ଦିନ ହୋଇନପାରେ। ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କୁ ଅନେକ ପ୍ରକାର ସମସ୍ୟା ସାମ୍ନା କରିବାକୁ ପଡିବ। ତେଣୁ ବିଛା ରାଶି ବ୍ୟକ୍ତି ଧୈର୍ଯ୍ୟ ସହକାରେ ନିଜର କାର୍ଯ୍ୟ କରନ୍ତୁ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ଦୂରତା ଅବଲମ୍ବନ କରନ୍ତୁ। ବିଛା ରାଶି ବ୍ୟକ୍ତି ଆଜି ବିଛା ରାଶି ବ୍ୟକ୍ତି ଅନେକ କାର୍ଯ୍ୟରେ ଆପଣଙ୍କୁ ଯାହାକୁ ପ୍ରୋବ୍ଲେମ ଆସିବ, ଯାହା ପାଇଁ ଆପଣ ମାନସିକ ସ୍ତରରେ ଅସ୍ଥିରତା ଦେଖାଦେବ। ଆପଣଙ୍କର ବିଛା ରାଶି ବ୍ୟକ୍ତି ଆଜି ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି। ତେଣୁ ନିଶ୍ଚିତ ପ୍ରତ୍ୟେକ କାର୍ଯ୍ୟ ଆପଣ ସଚେତନ ସହକାରେ କରନ୍ତୁ। ଆଜି ବିଛା ରାଶି ବ୍ୟକ୍ତି ନିଜର ଚାକିରି ସମ୍ବନ୍ଧରେ କାର୍ଯ୍ୟ ଗୁଡ଼ିକୁ ଅନେକ ପ୍ରକାର ଚ୍ୟାଲେଞ୍ଜ ଆସିବ, ଯାହାକୁ ସାମ୍ନା କରିବା ଆପଣଙ୍କ ପକ୍ଷେ ଭାରି କଷ୍ଟକର ଏବଂ ଆପଣଙ୍କୁ ଯନ୍ତ୍ରଣାଦାୟକ ହୋଇପାରେ। ତେଣୁ ବିଛା ରାଶି ବ୍ୟକ୍ତି ସଚେତନ ସହକାରେ ନିଜର କାର୍ଯ୍ୟ କରନ୍ତୁ। ବିଶେଷ କରି ଚାକିରି ସମ୍ବନ୍ଧରେ ଯୋଉମାନେ ଜଡିତ ରହୁଛନ୍ତି ଆପଣଙ୍କୁ ସମସ୍ୟା ଦେବ। ତତ୍ସହିତ ଇଣ୍ଟରଭ୍ୟୁ ବା କିଛି ଏକ୍ଜାମ ଥିବ, ଆପଣଙ୍କୁ ଆଜି ବିଫଳତାର ସାମ୍ନା କରିବାକୁ ପଡିପାରେ। ବିଛା ରାଶି ବ୍ୟକ୍ତି ଆଜି ବିଛା ରାଶି ବ୍ୟକ୍ତିଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ହାନି ଯୋଗ ରହୁଛି। କୌଣସି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣ ଦୂରତା ଯଦି ଆଜି ଅବଲମ୍ବନ କରିବେ ତାହା ଆପଣଙ୍କ ପାଇଁ ଭଲ ହବ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଯାହାକି ପ୍ରେମ ସମ୍ବନ୍ଧରେ ଆପଣଙ୍କର ମଧୁରତା କ୍ଷୀଣ ହେବ। ନିଜ ଭିତରେ ସମ୍ପର୍କ ଆଜି ପରିଚାଳନା କରିବା ଭାରି କଷ୍ଟକର ଏବଂ ଅନେକ ପ୍ରକାର ସମସ୍ୟା ଦେଖାଦେବ। ନିଜ ଭିତରେ କଳହ ମଧ୍ୟ ଯୁକ୍ତିତର୍କ ହବାର ଚାନ୍ସ ରହୁଛି। ତେଣୁ ଏହା ପ୍ରତି ବିଛା ରାଶି ବ୍ୟକ୍ତି ନିଶ୍ଚିତ ସଚେତନ ରୁହନ୍ତୁ। ଆଜି ବିଛା ରାଶି ବ୍ୟକ୍ତି ପାରିବାରିକ ସମ୍ପର୍କ ଆଜି କଳହ ଯୁକ୍ତ ରହିବ। ଭୁଲ ବୁଝାମଣା ଯୋଗୁଁ ଅନେକ ପ୍ରକାର ସମସ୍ୟା ଦେଖାଦେବ। ତେଣୁ ବିଛା ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଜି ବିଛା ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର କ୍ଷତି ସହିପାରନ୍ତି। କୌଣସି ରିସ୍କଫୁଲ କାର୍ଯ୍ୟ କରନ୍ତୁ ନାହିଁ। ଅର୍ଥଜନିତ କୌଣସି ଆଜି ନିଷ୍ପତ୍ତି ନିଅନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଯଦି ଯୋଉମାନେ ଦୈନନ୍ଦିନ ବେପାର ବାଣିଜ୍ୟ କରୁଛନ୍ତି ବିଛା ରାଶି ବ୍ୟକ୍ତି ନିଶ୍ଚିତ ସଚେତନ ସହକାରେ ନିଜର ବେପାର ବାଣିଜ୍ୟ କରନ୍ତୁ। କୌଣସି ଟିକେ ବି ଆପଣ ଧ୍ୟାନଚ୍ୟୁତ ନ ହୁଅନ୍ତୁ। ଆଜି ବିଛା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଅନେକ ପ୍ରକାର ସମସ୍ୟା ଦେଖା ଦେଇପାରେ। ତେଣୁ ନିଶ୍ଚିତ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 2। ଭାଗ୍ୟ ରଙ୍ଗ ରହୁଛି କମଳା ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 20% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ ନିଶ୍ଚିତ ଧ୍ୟାନ ପୂର୍ବକ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଆଜି ଆପଣ ମାନସିକ ସ୍ଥିତି ଟିକେ ଅସ୍ଥିରତା ରହିପାରେ, କିନ୍ତୁ ନିଜର ଧୈର୍ଯ୍ୟ ସହକାରେ ଯଦି କାର୍ଯ୍ୟ କରିବେ ସମସ୍ତ କାର୍ଯ୍ୟ ଠିକ ହେବା ସହିତ ମାନସିକ ସ୍ଥିତି ମଧ୍ୟ ଭଲ ରହିବ ଧନୁ ରାଶି ବ୍ୟକ୍ତିଙ୍କର। ଆଜି ଧନୁ ରାଶି ବ୍ୟକ୍ତି ଯୋଉମାନେ ଚାକିରି ସମ୍ବନ୍ଧରେ କାର୍ଯ୍ୟ କରୁଛନ୍ତି ନିଶ୍ଚିତ ଆଗକୁ ବଢିବାର ପୂର୍ଣ୍ଣ ସୁଯୋଗ ଦେଇପାରେ। ତେବେ କେତେକାଂଶରେ ଚାପ ବଢିପାରେ। ତେବେ ଆପଣ ଯଦି ନିଜକୁ ଧୈର୍ଯ୍ୟ ରଖି କାର୍ଯ୍ୟ କରିବେ ତେବେ ଆପଣ କୌଣସି ସମସ୍ୟାରେ ପଡିବେ ନାହିଁ। ଆଜି ଯାହାକି ଧନୁ ରାଶି ବ୍ୟକ୍ତିଙ୍କର ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ନିଶ୍ଚିତ ଉତ୍ତମ ଯୁଗ ହୋଇପାରେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ନିଶ୍ଚିତ ପ୍ରତିଷ୍ଠା ଲାଭ କରିବାର ସୁଯୋଗ ଦଉଛି। ତତ୍ସହିତ ଆଜି ଧନୁ ରାଶି ବ୍ୟକ୍ତିଙ୍କର ପ୍ରେମ ଦୁନିଆରେ ଯୋଉମାନେ ପ୍ରେମ ଦୁନିଆରେ ଜଡିତ ଅଛନ୍ତି ସେମାନଙ୍କ ପାଇଁ ନିଶ୍ଚିତ ଉତ୍ତମ ଦିନ ହୋଇପାରେ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ପାରିବାରିକ ସମ୍ପର୍କ ଭଲ ରହିବ।
ନିଜ ଭିତରେ ମଧୁରତା ବାର୍ତ୍ତାଳାପ କରିବାର ଅନେକ ସୁଯୋଗ ଦେଇପାରେ ଏବଂ ପରିବାର ସମସ୍ତ ବର୍ଗଙ୍କ ସହିତ ମିଳିମିଶି ଦିନ କଟିବାର ସୁଯୋଗ ଦେଇପାରେ। ଆଜି ଧନୁରାଶି ବ୍ୟକ୍ତିଙ୍କର ଯାହାକି ବେପାର ବାଣିଜ୍ୟ ଯୋଉମାନେ କରୁଛନ୍ତି ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ଦଉଛି। ତେଣୁ ନିଶ୍ଚିତ ଯଦି ଯୋଜନା ପ୍ରସ୍ତୁତ କରି ବେପାର ବାଣିଜ୍ୟ କରିବେ ଅନେକ ପ୍ରକାର ସଫଳତା ପ୍ରାପ୍ତ କରିପାରନ୍ତି, କିନ୍ତୁ କୌଣସି ରିସ୍କଫୁଲ କାର୍ଯ୍ୟରେ ଧ୍ୟାନ ଦିଅନ୍ତୁ ନାହିଁ, କାରଣ ଯଦି ଅଧିକ ରିସ୍କ ନେବେ ତାହେଲେ ଆୟ ଠାରୁ ବ୍ୟୟ ମଧ୍ୟ ହୋଇପାରେ। ତେଣୁ ଧନୁରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଆଜି ଧନୁରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ଛୋଟମୋଟ ଯାହାକି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ କିମ୍ବା ଛୋଟମୋଟ କିଛି ଘଟଣା ଘଟିପାରେ, ନିଶ୍ଚିତ ଏହା ପ୍ରତି ସଚେତନ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ଧନୁରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 5, ଭାଗ୍ୟ ରଙ୍ଗ ରହୁଛି ଯାହାକି ନୀଳ ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 55% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟରେ ସୁଖ୍ୟାତି ଅର୍ଜନ କରିବେ। ତତ୍ସହିତ ସମସ୍ତ କାର୍ଯ୍ୟ ଆପଣଙ୍କର ସଫଳ ହେବା ସହିତ ନୂତନ କାର୍ଯ୍ୟରେ ଆପଣ ଯୋଗ ଦେଇ ପାରନ୍ତି। ଆଜି ଯାହାକି ମକର ରାଶି ବ୍ୟକ୍ତିଙ୍କର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଆଜି ଉତ୍ତମ ଦିନ ହୋଇପାରେ। ତେବେ ମକର ରାଶି ବ୍ୟକ୍ତି ଆଜି ନିଜର କୁସାଙ୍ଗ ପାଇଁ ଆପଣ ସାବଧାନ ରୁହନ୍ତୁ। କୌଣସି ଖରାପ ସାଙ୍ଗ ସହିତ ମିଶନ୍ତୁ ନାହିଁ। ବିଶେଷ କରି ଆପଣ କୌଣସି ଅର୍ଥ ଜନିତ କାରବାର ଯଦି କରୁଛନ୍ତି ବା ଫ୍ରଡ୍ କାମ କରୁଛନ୍ତି, ନିଶ୍ଚିତ ସାବଧାନ ରୁହନ୍ତୁ। କୌଣସି ଫ୍ରଡ୍ କାମ କରନ୍ତୁ ନାହିଁ। ତେଣୁ ମକର ରାଶି ବ୍ୟକ୍ତି ଯଦି ଫ୍ରଡ୍ କାମ କରୁଛନ୍ତି ଆପଣ ନିଶ୍ଚିତ କାରବାସ ହବାର ଅନେକ ଚାନ୍ସ ରହୁଛି। ତେଣୁ ଏହା ପ୍ରତି ନିଶ୍ଚିତ ମକର ରାଶି ବ୍ୟକ୍ତି ସାବଧାନ ରୁହନ୍ତୁ। ତତ୍ସହିତ ନିଜର ଅର୍ଥ ପ୍ରତି ସଚେତନ ରୁହନ୍ତୁ। ଦୂରଯାତ୍ରା କରୁଥିଲେ ଆପଣଙ୍କର ସାବଧାନ ନିହାତି ଆବଶ୍ୟକତା ରହୁଛି, ନହେଲେ ଅର୍ଥଜନିତ କିଛି ହାନି ହୋଇପାରେ। ଆଜି ମକର ରାଶି ବ୍ୟକ୍ତିଙ୍କର ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଲାଭ କରିବାର ଅନେକ ଚାନ୍ସ ରହୁଛି। ତତ୍ସହିତ ଆଜି ଆପଣ ଚାକିରି ସମ୍ବନ୍ଧରେ କାର୍ଯ୍ୟ ଯଦି କରୁଛନ୍ତି ଅନେକ ପ୍ରକାର ସଫଳତା ପ୍ରାପ୍ତ ଏବଂ ନିଜେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ରୂପେ ପରିଚିତ ହୋଇପାରନ୍ତି। ତେବେ ଆଜି ମକର ରାଶି ବ୍ୟକ୍ତି ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉତ୍ତମ ଯୁଗ ରହୁଛି। ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ନିଶ୍ଚିତ କୃତକାର୍ଯ୍ୟ କରିପାରନ୍ତି। ଆଜି ମକର ରାଶି ବ୍ୟକ୍ତିଙ୍କର ଯାହାକି ପ୍ରେମ ଦୁନିଆରେ ଆପଣ ନିଶ୍ଚିତ ଏକ ମଧୁର ବାର୍ତ୍ତାଳାପ କରିବା ସହିତ ପରିବାର ସମ୍ପର୍କ ଆପଣଙ୍କର ଭଲ ରହିବ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ଆଜି ମକର ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କର ରହିବ ନାହିଁ। ଆଜି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 3, ଭାଗ୍ୟ ରଙ୍ଗ ରହୁଛି ଯାହାକି ହଳଦିଆ ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 70% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ସୁଖ୍ୟାତି ଅର୍ଜନ କରିବାର ଉତ୍ତମ ଦିନ ହୋଇପାରେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି କୁମ୍ଭ ରାଶି ବ୍ୟକ୍ତି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବା ସହିତ ନୂତନ କିଛି କାର୍ଯ୍ୟରେ ଯୋଗ ଦେବା ସହିତ ନିଜର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କ ପାଇଁ ପୂର୍ଣ୍ଣ ଶୁଭ ଯୁଗ ପରିସ୍ଥିତି ହୋଇପାରେ। ଆଜି କୁମ୍ଭ ରାଶି ବ୍ୟକ୍ତି ଯାହାକି ଚାକିରି ସମ୍ବନ୍ଧରେ କାର୍ଯ୍ୟ ନିଜର ପ୍ରତିଷ୍ଠା ସହିତ କାର୍ଯ୍ୟ କୌଶଳ ଦ୍ୱାରା ଆପଣ ସମସ୍ତ କର୍ମଚାରୀ ବା ଆପଣଙ୍କ ସହକର୍ମୀଙ୍କ ଦୃଷ୍ଟି ଆକର୍ଷଣ ହୋଇପାରନ୍ତି। ଆପଣଙ୍କର କାର୍ଯ୍ୟ କୌଶଳ ଦେଖି ଆପଣଙ୍କର ଉପରସ୍ଥ ଅଫିସର ନିଶ୍ଚିତ ଆପଣଙ୍କୁ ପ୍ରଶଂସା କରିବାର ଯୁଗ ବନେଇ ପାରେ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କ ପ୍ରତିଷ୍ଠା ଲାଭ କରିବାର ସୁଯୋଗ ରହୁଛି। ତେବେ ନିଶ୍ଚିତ କୁମ୍ଭ ରାଶି ବ୍ୟକ୍ତି ଆପଣଙ୍କର ଖରାପ ବନ୍ଧୁ ବା ସାଙ୍ଗ ବା ଅନେକ ପ୍ରକାର ଦୁଷ୍ଟ ବ୍ୟକ୍ତି ଠାରୁ ନିଶ୍ଚିତ ସାବଧାନ ରୁହନ୍ତୁ। ଯଦି ତାଙ୍କ ସହିତ ଜଡ଼ିତ ରହିବେ ତେବେ ଆପଣ ବିପଥଗାମୀ ହୋଇପାରନ୍ତି କୁମ୍ଭ ରାଶି ବ୍ୟକ୍ତି। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ଶିକ୍ଷାର୍ଥୀ ଏବଂ ନିଶ୍ଚିତ ଆପଣଙ୍କର ଯଦି ଇଣ୍ଟରଭ୍ୟୁ କିଛି ଥିବ ସେଥିରେ କୃତକାର୍ଯ୍ୟ କରିବେ, ଯାହା ଆପଣଙ୍କ ଭାଗ୍ୟ ଶୁଭ ଯୁଗ ପରିସ୍ଥିତିରେ ରହିଛି। ଆଜି କୁମ୍ଭ ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଆପଣଙ୍କର କିଛି ଖରାପ ସ୍ତ୍ରୀ ସହିତ ବା ପୁରୁଷ ସହିତ ଆପଣଙ୍କର ସମ୍ବନ୍ଧ ଆକୃଷ୍ଟ ଆଡକୁ ଗତି କରିପାରେ। ତେଣୁ ଏହା ପ୍ରତି ନିଶ୍ଚିତ କୁମ୍ଭ ରାଶି ବ୍ୟକ୍ତି ସଚେତନ ହେଲେ ତାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଆଜି କୁମ୍ଭ ରାଶି ବ୍ୟକ୍ତି ପାରିବାରିକ ସମ୍ପର୍କ
କିଛି ମାତ୍ରାରେ ଆପଣଙ୍କର ଅସ୍ଥିରତା ଆଡ଼କୁ ଗତି କରିପାରେ ବା କଳହ ଯୁଗ ହୋଇପାରେ। ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ଯେଉଁମାନେ ଜଡ଼ିତ ଅଛନ୍ତି ସେମାନେ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ଦେବ। ତେଣୁ ଅର୍ଥଜନିତ ଆଜି ନିଶ୍ଚିତ ନିଷ୍ପତ୍ତି କିଛି ନେବାର ଭାଗ୍ୟ ଆପଣଙ୍କୁ ସାଥ ଦେବ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ମାନସିକ ସ୍ତରରେ ମଧ୍ୟ ଆପଣ ସୁସ୍ଥ ରହିବେ। କୌଣସି ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 4, ଭାଗ୍ୟ ରଙ୍ଗ ରହୁଛି ସବୁଜ ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 75% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ନିଜର କାର୍ଯ୍ୟ କରୁଥିଲା ବେଳେ ଆପଣ ସାବଧାନ ସହକାରେ କାର୍ଯ୍ୟ କରନ୍ତୁ। ଆପଣଙ୍କର କାର୍ଯ୍ୟ ମାନସିକ ସ୍ଥିତି ଠିକ ରହିବ ନାହିଁ। କେତେକାଂଶରେ ଅଶାନ୍ତି ପରିବେଶ ସୃଷ୍ଟି ହୋଇପାରେ। ତେଣୁ ମୀନ ରାଶି ବ୍ୟକ୍ତି ନିଶ୍ଚିତ ଏହା ପ୍ରତି ସଚେତନ ରୁହନ୍ତୁ। ତେବେ ନିଜର ମାନସିକ ସ୍ଥିତି କରିବା ଠିକ ପାଇଁ ଆପଣ ଆବଶ୍ୟକ ସ୍ଥଳେ କିଛି ସଙ୍ଗୀତ ଶୁଣନ୍ତୁ କିମ୍ବା ପ୍ରବଚନ ଶୁଣନ୍ତୁ। ମୀନ ରାଶି ବ୍ୟକ୍ତି ଏହା କରିଲେ ଆପଣଙ୍କ ପାଇଁ ଲାଭଦାୟକ ହେବ। ଆଜି ମୀନ ରାଶି ବ୍ୟକ୍ତି ଚାକିରି ସମ୍ବନ୍ଧୀୟ କାର୍ଯ୍ୟଗୁଡ଼ିକୁ ଅନେକ ଚାପ ଆସିବ, ଯାହା ପାଇଁ ଆପଣ ମାନସିକ ସ୍ତରରେ ଅସ୍ଥିରତା ହୋଇପାରେ। ଆଜି ମୀନ ରାଶି ବ୍ୟକ୍ତି ରାଜନୈତିକ କ୍ଷେତ୍ରରେ ଆପଣଙ୍କୁ ଅନେକ ଅସ୍ଥିରତାପଣ ଆସିବ ଏବଂ ଆପଣଙ୍କ ରାଜନୈତିକ ସହିତ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ସେତେ ଭାଗ୍ୟ ସାଥ ନ ଦେଇପାରେ। ଆଜି ଯାହାକି ମୀନ ରାଶି ବ୍ୟକ୍ତିଙ୍କର ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉତ୍ତମ ଯୁଗ ରହୁଛି। ତେବେ ଏହା ପ୍ରତି ନିଶ୍ଚିତ ଆପଣଙ୍କର ଅନେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ପ୍ରାପ୍ତ କରିପାରେ। ଯଦି ଇଣ୍ଟରଭ୍ୟୁ ଏକ୍ଜାମ ଥିବ ସେଥିରେ କୃତକାର୍ଯ୍ୟ କରିପାରନ୍ତି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଯାହାକି ପ୍ରେମ ଦୁନିଆରେ ଆପଣଙ୍କର ଭଲ ମଧୁରତା ସମ୍ପର୍କ ସୃଷ୍ଟି ହେବ। ତତ୍ସହିତ ପାରିବାରିକ ସମ୍ପର୍କ ପାଇଁ ଆଜି ଉତ୍ତମ ଯୁଗ ବନଉଛି, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ଆଜି ଯାହାକି ମୀନ ରାଶି ବ୍ୟକ୍ତିଙ୍କର ଯାହାକି ଆପଣଙ୍କର ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ଯୁଗ ରହୁଛି, ଯାହାକି ଅର୍ଥଜନିତ ନିଷ୍ପତ୍ତି ନେବା ପାଇଁ ଉତ୍ତମ ଯୁଗ ବନେଇପାରେ ମୀନ ରାଶି ବ୍ୟକ୍ତିଙ୍କର। ଆଜି ମୀନ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଅସ୍ଥିରତା ଦେଖାଦେବ। ପୂର୍ବରୁ ଯଦି ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ଅନେକ ପ୍ରକାର ପୀଡ଼ା ଆହୁରି ଦେଖାଦେବ। ତେଣୁ ମୀନ ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ଆବଶ୍ୟକତା ରହିଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 2, ଭାଗ୍ୟ ରଙ୍ଗ ରହୁଛି ଯାହାକି ନୀଳ ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 55% ସାଥ ଦଉଛନ୍ତି। ଓମ୍ ବିଷ୍ଣବେ ନମଃ। ନମସ୍କାର।